ଅବୁଝା ମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ। ଲେଖକ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ। ଏକ ରାଇଜୟ ଯେ ସେଥିରେ ଏକ ଅବୁଝା ମଣା ରାଜା। ତାଙ୍କର ଏକ ପାଳବିଣ୍ଡା ମନ୍ତ୍ରୀ ଥାନ୍ତି। ସେ ରାଜାଙ୍କର ଏକ ପଣ୍ଡିତ ଥାନ୍ତି ଯେ ତାଙ୍କୁ ସି ଅକ୍ଷର ବରୁଣେଇ ପର୍ବତ। ଦିନେ ରାଜା ପଚାରିଲେ ପଣ୍ଡିତଙ୍କୁ, ହଇଏ ପଣ୍ଡିତ, ମଣିଷ ଜୀ ଥାଉ ଥାଉ ଭଲା ମୁକ୍ତ ହବ କେମିତି? ପଣ୍ଡିତେ ସେଥିରୁ ରାଜାଙ୍କୁ ଅସଲ ଜୀବନମୁକ୍ତି ମନ୍ତ୍ରଟି ଦେବେ ବୋଲି କହିଲାରୁ ନାହକ ଓଇଲା। ପାଞ୍ଜି ଦେଖି ଭଲ ଦିନଟିଏ ଧରା ହେଲା। ରାଜା ଘର କଥା ତ, ରାଜା ମନ୍ତ୍ର ଘିନିବେ ବୋଲି ରାଇଜ ଯାକ ହୁରି ପଡ଼ିଗଲା। ପଣ୍ଡିତେ ରାଜାଙ୍କ କାନରେ ଜୀବନମୁକ୍ତ ମନ୍ତ୍ରଟି ତୁନି କରି ଫୁଙ୍କିଦେଲେ। ଗୋପାଳ ଚୂଡ଼ାମଣି। ରାଜା ସେଇଥିରୁ ପଚାରିଲେ, ୟାର ଭଲ ଅର୍ଥ କ'ଣ? ପଣ୍ଡିତ କହିଲେ, ଗୋପାଳ ଯେ ଗୌଡ଼ଙ୍କ ଘର ବସା ଦହି, ଚୂଡ଼ା ତ ସରୁ ଚୂଡ଼ା ଆଉ ମଣି ଯେ ଦକ୍ଷିଣୀ ଗୁଡ଼। ଦିଶୁ ସରୁ ଚୂଡ଼ା, ଦିଶୁ ବସା ଦହି, ଦିଶୁ ଦକ୍ଷିଣୀ ଗୁଡ଼। ଏ ତିନୋଟି କଥା ହେଲେ ଜୀବନ ମୁକ୍ତି। ଏ କଥାଟି ଏକା ଛାମୁ ଭାରି ଗୁପ୍ତ ରଖିବ, କଥାଟା ପ୍ରଘଟ କରିବ ନାହିଁ। ରାଜା ସେଇ ମନ୍ତ୍ରଟି ନୀତି ମନେ ମନେ ଘୋଷି ହେଉଥାନ୍ତି। ଏମିତି ଦିନା କେତେ ଗଲାରୁ ଏକ ଦେଶରୁ ଆଉ ଜଣେ ପଣ୍ଡିତ ଆସି ପହଞ୍ଚିଲେ। ସେ ଅବୁଝାମଣା ରାଇଜରେ ତାଙ୍କ ସାଙ୍ଗରେ ଥାଏ ଏକ ଅବୋଲକରା ଭଣ୍ଡାରୀ। ସେ ଦିହେଁ ଆସି ନଅର ପାଖରେ ବସା କଲେ। ଦିନେ ଦିଦିନ ତିନି ଦିନ ଗଲା ଅନୁସରଣ କରି କରି ଆଉ ରାଜାଙ୍କ ଭେଟ ପାଉନଥାନ୍ତି। ପାଖରେ ଏକ ମୁଦି ଦୋକାନ ଥାଏ ଯେ ସେ ମୁଦି ପାଖରୁ ଉଠାଣ ଆଣି ଖାଉଥାନ୍ତି। ତିନି ଦିନ ଗଲାରୁ ରାଜାଙ୍କ ଛାମୁରୁ ଏ ପଣ୍ଡିତଙ୍କୁ ଡକରା ଓଇଲା। ଏ ପଣ୍ଡିତ ଗଲେ ସଭାକୁ। ରାଜା ଏ ନୂଆ ପଣ୍ଡିତଙ୍କୁ ପଚାରିଲେ, ଆଚ୍ଛା କହିଲ ଭଲା, ଲୋକେ ଜୀବନ ମୁକ୍ତି କେମିତି ହୁଅନ୍ତି? ପଣ୍ଡିତ କହିଲେ, ସେ ତ ଭାରି ଗହନ କଥା, ଛାମୁକୁ ଏ କଥା ଦଣ୍ଡକେ ସମଝେଇବି କେମିତି? ସଭା ପଣ୍ଡିତେ ରାଜାଙ୍କୁ ସମଝେଇ ଦେଲେ। ଏ ପଣ୍ଡିତଙ୍କୁ ସେ ମନ୍ତ୍ରଟି ଜଣା ନାହିଁ। ରାଜା ସେଇଥିରୁ ନୂଆ ପଣ୍ଡିତଙ୍କୁ ପଚାରିଲେ, ଆଚ୍ଛା ତୁମ୍ଭେ କହିଲ ଭଲା, ଗୋପାଳ ଚୂଡ଼ାମଣିର ଅର୍ଥ କ'ଣ? ପଣ୍ଡିତ ଗୋଟିଏ ଶ୍ଲୋକ ବୋଲି ବସିଲେ। ପଣ୍ଡିତେ ଶ୍ଲୋକ ବୋଲିବାରୁ ରାଜା, ମନ୍ତ୍ରୀ, ସଭା ପଣ୍ଡିତେ ସମସ୍ତେ ପଣ୍ଡିତକୁ ଟାହୁଲିରେ ଉଡ଼େଇ ଦେଲେ। ପଣ୍ଡିତ ବିଚରା ଆସି ତଳକୁ ମୁହଁ ପୋତି ବସିଲେ। ରାଜା ତ ଯାହା ବୁଝୁଛନ୍ତି ସେଇଆ। ପଣ୍ଡିତଙ୍କୁ କଡ଼ାଏ କାଣି କଉଡ଼ି ସୁଦ୍ଧା ବିଦାକି ଦେଲେ ନାହିଁ। ପଣ୍ଡିତ ବିଚରା ମୁହଁ ଶୁଖେଇ ବସାକୁ ଲେଉଟିଲା ବେଳକୁ ଅବଲାକରା ଭଣ୍ଡାରୀ ପଣ୍ଡିତଙ୍କ ବାଟକୁ ଚାହିଁ ବସିଛି। ପଣ୍ଡିତ ରାଜାଙ୍କ ସଭାର ଏସବୁ ହାଲ ହଇକତ ସେ ଭଣ୍ଡାରୀକୁ କହିଲେ। ଭଣ୍ଡାରୀ କହିଲା, ଏଇ କଥା ତ ସାନ୍ତେ, ହଉ ଏଠେଇ ଆଉ ଦିନେ ଖଣ୍ଡେ ରହ, ମୁଁ ତା ସୂତର ଲଗାଏ। ଏଣେ ମୁଦିର କାଳି କଉଡ଼ିତକ କୁଆଡ଼ୁ ସୁଝିବେ? ପଣ୍ଡିତେ ଏଇ ଭାବନାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତାଙ୍କୁ ତିନିପୁର ଅନ୍ଧାର ଦିଶୁଥାଏ। ଭଣ୍ଡାରୀ କହିଲା, ତୁମେ କିଆଁ ଏତେ ଭାଳିଣୀ କରୁଛ? ମୁଁ ଯାଉଛି ମୁଦି ଦୋକାନରୁ ସଉଦା ଆଣେ। ମୁଦି ଦୋକାନରେ ଯାଇ ପହଞ୍ଚି କହିଲା, ମହାଜନ, ରାଜାଙ୍କଠୁ ସାନ୍ତେ ଆମ୍ଭରି ବିଦାକି ପାଇନାହାନ୍ତି। କାଲି ବିଦାକି ହେଲେ ତ କାଳି କଉଡ଼ିତକ ରୋକଠୋକ ଛିଣ୍ଡେଇ ଦେବେ। ଦେ ସଉଦା। ମୁଦି ସଉଦା ଦେଲାରୁ ସଉଦା ପତ୍ର ଆଣି ବସାରେ ପହଞ୍ଚାଇ ଦେଲା। ଚୁଲି ଚୌକା କରିଦେଲା। କହିଲା, ସାନ୍ତେ ତୁମେ ରନ୍ଧାବଢ଼ା କରୁଥାଅ, ମୁଁ ଯାଉଛି ଘେରାଏ ବୁଲି ଆସେ। ୟା କହି ଗଲା। ଉଣ୍ଡି ଉଣ୍ଡି ଯାଇ ପଣ୍ଡିତଙ୍କ ବାଡ଼ିଆଡ଼େ ପହଞ୍ଚିଲା। ରାଜାଙ୍କ ପଣ୍ଡିତେ ଆଜି ତ ପ୍ରେମରେ ବୁଡ଼ି ଯାଇଛନ୍ତି। ନୂଆ ପଣ୍ଡିତ ଆଜି ରାଜାଙ୍କ ସଭାରୁ ପରାଭବ ପାଇଛି। ତାଙ୍କ ଗୋଡ଼ ଆଉ ତଳେ ଲାଗିବାକୁ ନାହିଁ। ଭଣ୍ଡାରୀ ଟୋକା ଯାଇ ବାଡ଼ି ଦୁଆରେ ଗାଲି ପଡ଼ି ବସିଥାଏ। ପଣ୍ଡିତ ପଣ୍ଡିତିଆଣୀଙ୍କର କଥାବାର୍ତ୍ତା ଲଗିଲା। ପଣ୍ଡିତେ କହିଲେ, ରାଜା ତ ମୋ ମନ୍ତ୍ର ଭଳି ଯାଇଛନ୍ତି। ଏ ଆଉ ଯେ ଯାହା କହିଲେ କି ସେ ଭୁଲିବା ଜନ୍ତୁ? ମୁଁ ଯାହା ରାଜାଙ୍କୁ କାନରେ ପଢ଼େଇଛି ସେ ତ ସେୟା ଧରିଛନ୍ତି। କୋଉ ଦେଶରୁ ପଣ୍ଡିତଟା ଆସିଥିଲା ଯେ ମୋ ଦାନାରେ ଧୂଳି ପକେଇବ ବୋଲି। ସେ ପରା ଆଜି ମୁହଁ କେଶରା କରି ହଟି କରି ପଳାଇଲା। ପଣ୍ଡିତିଆଣୀ ପଚାରିଲେ, ତୁମେ ଏମିତି କ'ଣ ରାଜାଙ୍କୁ ମନ୍ତ୍ର ଦେଇଛ କି? ପଣ୍ଡିତ କହିଲେ, ତୁମେ ମାଇପି ଲୋକ, ସେଥିରୁ କ'ଣ ପାଇବ? ପଣ୍ଡିତିଆଣୀ ଏକା ଜିଗର କଲେ। ପଣ୍ଡିତ କହିଲେ, ରାଜା ମତେ ଦିନେ ପଚାରିଲେ ମଣିଷ ଜୀବନ ମୁକ୍ତି ହୁଏ କେମିତି? ମୁଁ ତ ସିଦ୍ଧରସ୍ତୁକୁ ସାତପଟା ଚିତା କାଟିଛି। ମୁଁ ରାଜାଙ୍କ କାନରେ ମନ୍ତ୍ର ଦେଲି ଗୋପାଳ ଚୂଡ଼ାମଣି। ରାଜା ମତେ ଅର୍ଥ ପଚାରିଲୁ, ମୁଁ କହିଲି ବସା ଦହି, ସରୁ ଚୂଡ଼ା, ଦକ୍ଷିଣୀ ଗୁଡ଼। ରାଜାଙ୍କ ମନ ତ ସେଇ ମନ୍ତ୍ରରେ ମଜି ଯାଇଛି। ଆଜି ନୂଆ ପଣ୍ଡିତ ଆସି କେତେ ଶାସ୍ତ୍ରରୁ କେତେ ଶ୍ଲୋକ ବୋଇଲା, ରାଜାଙ୍କ ମନ କି ସେଥିରେ ମାନେ? ପଣ୍ଡିତ ବିଚାରା
ବିଦାକି ନ ପାଇ ମୁହଁ ଶୁଖାଇ କରି ଯାଇଛି। ଭଣ୍ଡାରୀ ଟୋକା ତ ସବୁ କାନ ଡେରି ଶୁଣୁଥାଏ। ପଣ୍ଡିତଙ୍କ ଝିଅ ନାଁ ଗେଲେଇ ବୋଲି ଶୁଣିଲା। ହେଣ୍ଡି ମାରି ଆସି ବସାରେ ପହଞ୍ଚିଲା ବେଳକୁ ପଣ୍ଡିତେ ରନ୍ଧାବଢ଼ା କରି ଚାହିଁ ବସିଛନ୍ତି। ପଣ୍ଡିତେ କହିଲେ, ଆରେ ମୋ ମୁଣ୍ଡରେ ତ ଆଜି ଆକାଶ ଛିଡ଼ି ପଡୁଛି। ତୋର ଆନନ୍ଦରେ ଗୋଡ଼ ତଳେ ଲାଗିବାକୁ ନାହିଁ। ମୋର ଆଜି ମାନ ଗଲା, ମହତ ଗଲା, ତୁ ପ୍ରେମରେ ଗଡୁଛୁ। ଭଣ୍ଡାରୀ କହିଲା, ସାନ୍ତ, ତୁମେ କାଲି ସକାଳୁ ରାଜାଙ୍କ ଛାମୁକୁ ଯାଅ। ରାଜା ପଚାରିବେ, କି ହୋ, ତୁମେ ତ କାଲି ଆମ ପଣ୍ଡିତଙ୍କୁ ବିଦ୍ୟାରେ ଜିଣି ପାରିଲ ନାହିଁ, ଆଜି ପୁଣି କିଆଁ ମୁହଁ ଦେଖାଇବାକୁ ଅଇଲ? ତୁମେ କହିବ, ମଣିମା, ମୋ ପୁତୁରା ଯାଇଥିଲା କାଶୀକି ପାଠ ପଢିବାକୁ ଯେ ସେ ସେଇଠି ପାଠଶାଠ ସାରି ଘରକୁ ଫେରିଲା ବେଳକୁ ଶୁଣିଲା ଯେ ମୁଁ ଛାମୁଙ୍କ ପାଖକୁ ଆସିଛି। ସେ ଏକଦମ ଏଣ୍ଠେଇ ଆସି ପହଞ୍ଚିଲା ବେଳକୁ ମୁଁ କାଲି ଫେରି ଯାଉଛି। ବାଟରେ ସେ ଦେଖା ହେଲା। ସେ କହୁଛି ମୁଁ ରାଜାଙ୍କ ଛାମୁରେ ଦେଖା କରିବି। ମଣିମାଙ୍କ ଆଜ୍ଞା ହେଲେ ମୋ ପୁତୁରା ଆଜି ସଭାକୁ ଆସିଲେ ଛାମୁଙ୍କ ଆଗରେ ତା ପାଠଶାଠ ପରଖ ହୁଅନ୍ତା। ରାଜା ଆଜ୍ଞା କଲେ ମୁଁ ସଭାକୁ ଯାଇ ତାଙ୍କ କଥାର ଜବାବ ଦେବି। ପଣ୍ଡିତ ସକାଳୁ ଉଠି ଚିତା ପଇତା ହେଇ ରାଜାଙ୍କ ଛାମୁକୁ ଯାଇ ସେଇପରି କହିଲେ। ରାଜା କହିଲେ, ହଉ ତେବେ। ପଣ୍ଡିତ ବସାକୁ ଯାଇ ଭଣ୍ଡାରୀକି କହିଲେ। ଭଣ୍ଡାରୀ ମାଳି ଛିଣ୍ଡେଇ ପକାଇଲା। ମଖମଲିଆ ଖିଅରଟା ହେଲା। ପଇତା ସଂଘାଟିଏ ଆଣି ଗଣ୍ଠି ପକେଇ ତାକୁ ମାଜି ମୁଜି ତମ୍ବା ତାର ଭଳି କଲା। ଗାଧୋଇ ପାଧୋଇ ଚିତା ପଇତା ହେଲା। ଯାଇ ରାଜାଙ୍କ ସଭାରେ ପହଞ୍ଚିଲା। ରାଜା ତ ଚାତକ ଭଳି ଚାହିଁ କରି ବସିଛନ୍ତି। ସଭାରେ ଗୋଡ଼ ଦେଲାକ୍ଷଣି ରାଜା ପଚାରିଲେ, ଜୀବନ ମୁକ୍ତ ହୁଅନ୍ତି କେମିତି? ଭଣ୍ଡାରୀ ପଣ୍ଡିତ କହିଲା, ମଣିମା, ଏଇ କଥାଟା ଶିଖିବା ପାଇଁ ମୁଁ 5 ବର୍ଷ କାଳ ନଦିଆ ନବଦ୍ୱୀପରେ ପଢିଲି। ସେଠେଇ ଏଥିରେ କିଛି ଭେଦ ନ ମିଳିବାରୁ ସେଠୁ କାଶୀ ଗଲି। କାଶୀରେ 7 ବର୍ଷ ପାଠ ପଢିଲାରୁ ଏକ ଗୁରୁ ମିଳିଲେ ଯେ ସେ ମତେ ମନ୍ତ୍ରଟି ଦେଇଛନ୍ତି। ଏ ମନ୍ତ୍ର ତ ପ୍ରଗଟ ହେବା ମନ୍ତ୍ର ନୁହେଁ। ଛାମୁଙ୍କୁ ଏ କଥା ମୁଁ ନିରୋଳାରେ ହେଲେ କହିଦେବି ସିନା। ୟା କହିଲାରୁ ଆଉ ପଣ୍ଡିତେ ଦିହେଁ ଯାକ ସଭାରୁ ଉଠିଗଲେ। ଭଣ୍ଡାରୀ ସେଇଥିରୁ ରାଜାଙ୍କ କାନରେ କହିଲା, ଗୋପାଳ ଚୂଡାମଣି। ଗୋପାଳ ଯେ ବସା ଦହି, ଚୂଡା ଯେ ସରୁ ଚୂଡା, ମଣି ଯେ ଦକ୍ଷିଣୀ ଗୁଡ। ଏ କଥା ତ ଭଲା କେତେ ଲୋକ ଜାଣନ୍ତି। ତା ଭିତରେ ଆଉ ଗୋଟିଏ ମରମ ଅଛି। ସେ କଥାଟି ଆମ ଗୁରୁଙ୍କ ଛଡା ଆଉ କାହାରିକୁ ମାଲୁମ ନାହିଁ। ସେ କଥାଟା ଏଇଟା, ବସା ଦହିରୁ ମହଣେ, ସରୁ ଚୂଡାରୁ ଭରଣେ, ଦକ୍ଷିଣ ଗୁରୁଡୁ ଛେଲାଏ। ଏତେକ ବ୍ରାହ୍ମଣଙ୍କୁ ଦାନ କଲେ ଯାଇ ଜୀବନ ମୁକ୍ତ ହବ। ରାଜା ବିଚାରିଲେ କଥାଟା ଏକା ସତ। ଆମ ସଭା ପଣ୍ଡିତକୁ ଜଣାଥିଲା ଯେତିକି ସେତିକି କଥା କହିଲେ। ଅସଲ କଥାଟି ତ ତାଙ୍କୁ ଜଣା ନଥିଲା। ରାଜା ସେଇଥିରୁ ସଭାକୁ ଅଇଲେ। ସଭା ପଣ୍ଡିତଙ୍କର ଆଉ ଏକ ନୂଆ ପଣ୍ଡିତଙ୍କ ପାଠ ପରଖ ଲାଗିଲା। ରାଜାଙ୍କ ପାଟ ବଗିଚାରେ କାକୁଡି ଫଳିଥାଏ। ରାଜାଙ୍କ ପୁରୁଣା ପଣ୍ଡିତ ସେ କାକୁଡିକୁ ଦେଖି ଶ୍ଲୋକ ପଢିଲେ, କାକୁଡିଆଙ୍ଗ ଫଳିଆଙ୍ଗ। ଏ ଭଣ୍ଡାରୀ ତୁନି ହୋଇ ବସିଥିଲା। ଉଠି ସଭା ପଣ୍ଡିତଙ୍କ ଗାଲରେ ଠୋ କିନା ଏକ ବ୍ରହ୍ମ ଜାବୁଡା କଷିଦେଲା। କହିଲା, କେମିତି କାକୁଡିଆଙ୍ଗ ଫଲିଆଙ୍ଗ? ମଞ୍ଜାଙ୍ଗ ପୋତଥାଙ୍ଗ ଗେଲ୍ୟାଙ୍ଗ ବାପ୍ୟାଙ୍ଗ ପାନ୍ୟାଙ୍ଗ ଢାଲ୍ୟାଙ୍ଗ ରଞ୍ଜିଆ ପୋଆଙ୍ଗ, ତେବେ ଯାଇ ସିନା କାକୁଡି ଫଲିଆଙ୍ଗ। ତୁଚ୍ଛା ତୁଚ୍ଛା କାକୁଡି ଫଲିଆଙ୍ଗ। ଏ ବିଦ୍ୟାକୁ ଦେଖି ଶୁଣି ସମସ୍ତେ ତୁନି। ସଭା ପଣ୍ଡିତ ବିଚାରା ଗାଲକୁ ଆଉଁସୁଛି। ଏଣେ ଏକା ଚାପୁଡାକେ ତା ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଉଛନ୍ତି। ରାଜାଙ୍କର ତ ଆଣ୍ଠୁ ଆଡୁଆ ଚୂଡାମଣି, ତହିଁକି ପୁଣି ମିଳିଛନ୍ତି ପାଳବିଣ୍ଡା ମନ୍ତ୍ରୀ। ସମସ୍ତେ ଠିକଣା କଲେ ଏ ନୂଆ ପଣ୍ଡିତ ସଭାରେ ଜିତିଲେ। ପୁରୁଣା ପଣ୍ଡିତର ହାରପଟ ହେଲା। ରାଜା ସେଇଥିରୁ ଭାରି ଖୁସିଟାଏ ହେଲେ। ଏ ନୂଆ ପଣ୍ଡିତଙ୍କୁ ଗନ୍ତା ଘରୁ କୁଣ୍ଡଳ, ସୁନାଖଡୁ, ପାଟ ଯୋଡ, ଗୁଡ ଛେଲାଏ, ସରୁ ଚୂଡା ଭରଣେ, ବସା ଦହି ମହଣେ ହୁକୁମ କଲେ। ବାଟ ଖର୍ଚ୍ଚ ବିଦାକି କରି ଟଙ୍କା ପଣେ ଦେଲେ। ଏ ଭଣ୍ଡାରୀ ଟୋକା ଆସିଲା ବେଳକୁ ରାଜାଙ୍କୁ ନିରୋଳାରେ ଡାକି ନେଲା। ତୁନି କରି କହିଲା, ମଣିମା, ମୋ ଗୁରୁ ଯାହା କହିଥିଲେ ଏକା ସେଇ କଥା ଆଜି ଛାମୁଙ୍କୁ ସଭାରେ ଫଳରେ ବୁଝିଲି। ମଣିମାଙ୍କ ଭଳିଆ ମୁଣ୍ଡ ବୋଲି ସିନା ଏଡେ ଯୋଗ୍ୟ ପଣ୍ଡିତଙ୍କୁ ଆଣି ସଭାରେ ପୋଷିଛନ୍ତି। ସେ ସିନା ମୋ ପାଖରେ ପାଠଶାଠ ପରଖରେ ହାରିଗଲେ, ସେ ଆଉ କେଉଁଠେଇଁ ହାରିବା ଜନ୍ତୁ ନୁହନ୍ତି। ମଣିମା ତ ମତେ ସବୁ ପୂର୍ଣ୍ଣ କରିଦେଲେ। ଆଉ ଗୋଟିଏ ମାଗୁଣି ଅଛି। ମୋ ଗୁରୁ କହିଥିଲେ, ଯେଉଁ ପଣ୍ଡିତେ ଜୀବନ ମୁକ୍ତି ମନ୍ତ୍ରଟି ଜାଣିଥିବେ, ତୁ ଜାଣିବୁ ଯେ ଏ ସଂସାର ଭିତରେ ସେଇ ଏକା ବଡ ପଣ୍ଡିତ। ତାଙ୍କ ନିଶରୁ ବାଳ ଦିଓଟି ଉପାଡ଼ି ଯେବେ ତୁ କାନିରେ ବାନ୍ଧି ରଖିବୁ, ସେ ନିଶକୁ ଆଉ ଦୋସଡାରେ ମାଳି କରି ପିନ୍ଧିଲେ ଯେଡେ ଇଚ୍ଛା ସେଡେ ସଭାକୁ ଗଲେ ତୁ କେଉଁଠେଇଁ ଆଉ ହାରିବୁ ନାହିଁ। ମଣିମାଙ୍କ ଆଜ୍ଞା ହେଲେ ମୁଁ ଦିଓଟି ନିଶ ପଣ୍ଡିତଙ୍କଠୁ ଉପାଡ଼ି ନିଅନ୍ତି। ରାଜା ତ ୟା ଉପରେ ଭାରି ପ୍ରସନ୍ନ ହୋଇଥାନ୍ତି। କହିଲେ, ହଉ ନିଅ। ଏଣେ କଣ ହୋଇଛି ନା, ସଭା ପଣ୍ଡିତେ ଏକ ବ୍ରହ୍ମ ଜାବଡାକେ ଅକଲ ଗୁଡୁମ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଭଣ୍ଡାରୀ ରାଜାଙ୍କଠୁ ହୁକୁମ ପାଇ
ଯେମିତି ଅଇଲା ସେମିତି ପଣ୍ଡିତଙ୍କ ମୁଛରୁ ଯୋଡ଼ାଏ ନିଶ ଉପାଡ଼ି ନେଲା। ପଣ୍ଡିତେ ତ ମାଲ ବୋପାଲ ହେଉଛନ୍ତି, ନିଶ ଯୋଡ଼ିକ ଉପାଡ଼ି ନେଇ ଏକା ତାନକେ ଆସି ବସାରେ ହାଜର। ମୁଦିକି ଚୁଡ଼ା ଗୁଡ଼ ଦହିତକ ବିକି ଦେଇ କାଳି ସଉଦା ପଇସାତକ ବୁଝା ସମୁଝା କରି ସୁଝି ଦେଇ ସାଆନ୍ତକୁ କହିଲେ, ସାଆନ୍ତେ ଆଉ ବସିଛ କଣ? ଏ ଅବୁଝାମଣା ରାଇଜରେ ଆଉ ପାଣି ଛୁଇଁବା ନାହିଁ। ଏ ଟଙ୍କା ଟୋକରତକ ଘିନି ଚାଲ, ଉଠ। ଏଠଉ ପଳେଇଲେ ମଣିଷ ତ୍ରାହିଗତ ପାଇବ। ୟା କହି ସାଆନ୍ତ ଭଣ୍ଡାରୀ ଦିହେଁ ଯାକ ସେ ରାଇଜରୁ ଛୁ ବତେଇଲେ। ଏଣେ କଣ ହେଲା ନା, ଏ ଭଣ୍ଡାରୀ ପଣ୍ଡିତ ଯୋଡ଼ିକ ଯାକ ନିଶ କାନିରେ ବାନ୍ଧି ଅଇଲା ବାହାରି। ରାଜା ବିଚାରିଲେ, ଆମ ପଣ୍ଡିତଙ୍କ ନିଶରେ ଏତେ କରାମତି ଅଛି, ଆମେ ଯୋଡ଼ିଏ ନିଶ ଉପାଡ଼ି ରଖିବା। ମନ୍ତ୍ରୀ କହିଲେ, ରାଜା ତ ନେଲେ, ମୁଁ ଯୋଡ଼ାଏ ନିଏ। ସାଧବ କଟୁଆଳ ସମସ୍ତେ ସଭା ପଣ୍ଡିତଙ୍କଠୁ ଯୋଡ଼ିଏ ଯୋଡ଼ିଏ ନିଶ ଉପାଡ଼ି ନେଲା ବେଳକୁ ମେଣ୍ଢା ଧଉଁ ଧଉଁ ନିର୍ବାଳ। ଇମିତି ନଉ ନଉ ପଣ୍ଡିତେ ଛୋବ ଗଲେଣି। ପଣ୍ଡିତଙ୍କ ଗାଲପଟି ଦେଖିଲା ବେଳକୁ ଚିତଉ ପିଠା ଭଳି ଫୁଲିଗଲା। ସକାଳୁ ଉଠିଲା ବେଳକୁ ପଣ୍ଡିତେ ଜୀବନ ବିକଳରେ ରାଇଜ ଛାଡ଼ି ଚାଲ।